मॉर्निंग सांगମାନେ କେମିତି ଅଛନ୍ତି ଆପଣମାନେ ସମସ୍ତେ। ମୁଁ ତ ଭାବୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ବାସ୍ ଏଇ ଖରା ହିଁ ଆପଣଙ୍କୁ ହଇରାଣ କରୁଥିବ, ଯେମିତିକି ମୋତେ ଦେଖୁନାହାନ୍ତି। ସକାଳ 5ଟା ହେଇଛି, ଏତେ ଜୋରରେ ଗରମ ଯେ ମୁଁ ସାଙ୍ଗେ ସାଙ୍ଗେ ଗାଧେଇକି ଆସିଲି, ବାସ୍ ମୋ ଦେହରୁ ଝାଳ ହିଁ ଶୁଖୁନି। ହଉ ଛାଡ଼, ଖରା ତ ହେବ। ମୁଁ ଗୋଟେ ଏମିତି ଜାଗାରେ ଭାଇ ଯେଉଁଠି ବର୍ଷା ହେଲେ ବହୁତ ବର୍ଷା ହେଉଛି, ଖରା ହେଲେ ବହୁତ ଖରା ହେଉଛି, ଆଉ ପବନ ହେଲେ ବି ବହୁତ ପବନ ହେଉଛି, ସବୁ ବହୁତ। ଛାଡ଼, ସକାଳୁ ସକାଳୁ ଟିକେ ସଜବାଜ ହେଇକି ମୁଁ ବାହାରି ପଡ଼ିଥିଲି ଠାକୁରଙ୍କ ଘରକୁ। ଠାକୁର ପୂଜା କଲି। ଠାକୁରଙ୍କୁ ଟିକେ ମୁଣ୍ଡିଆ ମାରିଥିଲି, ପ୍ରଭୁ ସମସ୍ତେ ଭଲରେ ରୁହନ୍ତୁ, ମୋ ପତିଦେବକୁ ବହୁତ ଭଲରେ ରଖନ୍ତୁ। ତାପରେ ଯାଇଥିଲି ତୁଳସୀ ଗଛ ପାଖକୁ, ତୁଳସୀ ମାଙ୍କୁ ଟିକେ ପୂଜା କରିଦେଇଥିଲି। ପୂଜା କରିସାରି ସୂର୍ଯ୍ୟ ଦେବତାଙ୍କୁ ପାଣି ଦେଇଥିଲି। ପ୍ରଭୁ, ଆଗରୁ ତ ଏସବୁ କାମ ମୁଁ ଜମା ବି କରେନି, କାରଣ ମୁଁ ସକାଳୁ ଉଠେ 8ଟାରେ ଉଠି ମୋବାଇଲରେ କେଞ୍ଚିକି ତାପରେ ଅଫିସକୁ ପଳାଏ। କିନ୍ତୁ ବାହା ହେଇସାରିଲା ପରେ ଏସବୁ ପୁରା ଟୋଟାଲ୍ ଚେଞ୍ଜ ହେଇଗଲା। ମୋର ସବୁକିଛି ବୋଉ ଭଳିଆ ହିଁ କାମ ଷ୍ଟାର୍ଟ ହେଇଗଲା। ତାପରେ ପତିଦେବଙ୍କର ଫୋନ୍ ଆସିଲା, ତାଙ୍କ ସହିତ ଟିକେ ବି ଭିଡ଼ିଓ କଲ୍ରେ କଥା ହେଇଥିଲି। ତାପରେ ଚୁଇଁ ଆସିକି ଦେଖିଦେଇଥିଲି, ଯେମିତି ମୁଁ ଭିଡ଼ିଓ କଲ୍ରେ କଥା, ସିଏ ବି ତାଙ୍କ ସହିତ ବହୁତ ସାରା କଥା ହେଇଥିଲେ। ଆଉ ତାଙ୍କୁ ଏତେ ଜୋରରେ ଗରମ ହେଉଛି, ଦେଖୁନାହାନ୍ତି କେତେ ପାଉଡ଼ର ଲଗେଇଛନ୍ତି ସେ, ଏତେ ପାଉଡ଼ର ପୁରା ବିଲୁଆ ଭଳିଆ ଦେଖାଯାଉଛନ୍ତି। ତାପରେ ତାଙ୍କ ସହିତ ଗପ ପଡ଼ି ଖୋଲି ଦେଇଥିଲେ। ତାଙ୍କ ଗପ ସରିଲା ପରେ ମୁଁ ତାଙ୍କ ସହିତ ବହୁତ ସାରା କଥା ହେଇଥିଲି। ସେପଟେ ସିଏ ବି ଅଫିସ୍ ଯିବେ, ଯେହେତୁ ସିଏ ତାଙ୍କ ରୋଷେଇବାସ କରିବା ଏପଟେ ଲାଗି ପଡ଼ିଥିଲେ, ଆଉ ଏପଟେ ମୁଁ ବି ତାଙ୍କ ସହିତ କଥା ହଉ କେତେବେଳେ ଯେ ମୋ ରୋଷେଇ ସରିଗଲା ସେସବୁ ଜଣାପଡ଼ିଲାନି। ତାପରେ ଯେ ଟିଫିନ୍ରେ ଥିଲା ରୁଟିକୁ ମଟର ତରକାରୀ, ପୁରା ପେଟଟେ ଖାଇକିନା ତାପରେ ବାହାରି ଯାଇଥିଲି ଟିକେ ବାହାରକୁ। ତାପରେ ଆମ ବାଡ଼ିରେ ଯେହେତୁ ମଲ୍ଲି ଫୁଲ ବହୁତ ଫୁଟିଲା, ତ ବୋଉ କିଛି ଆଣି ଦେଇଥିଲେ, କହିଲେ ମୁଣ୍ଡରେ ଲଗା। ତ ମୁଁ ଲଗେଇଥିଲି। ସତରେ ହାଲକା ହାଲକା ପବନରେ ଯେତେବେଳେ ମୁଁ ବାଜେ, ତ ବହୁତ ସାରା ସୁନ୍ଦର ସୁନ୍ଦର ବାସ୍ନା ଆସେ, ମନ ପରେ ଶାନ୍ତ ହେଇଯାଏ। ସନ୍ଧ୍ୟାବେଳେ ଟିକେ ମୋମୋ ଖାଇଥିଲି। ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ। ଜୟ ଜଗନ୍ନାଥ।